ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ପୁଣି ଗୋଟିଏ ନୂଆ ରେସିପିକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ରେସିପି ଅଛି ମାଣ୍ଡିଆର ପରଠା। ମାଣ୍ଡିଆର ଆମେ ପରଠା ବନେଇବା, ଷ୍ଟଫିଂ ଦେବା ସେଥିରେ। ଆପଣମାନେ ଯେକୌଣସି ଜିନିଷ ଷ୍ଟଫିଂ ଦେଇକି ବନେଇ ପାରିବେ, ଜମା ଫାଟିବନି ଆଉ ପୁରା ବଢ଼ିଆ ବନିବ। ଆପଣମାନେ ଭିଡ଼ିଓକୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ, କିଛି ଟିପ୍ସ ଅଛି କେମିତି ଆମେ ମାଣ୍ଡିଆ ପରଠା, ମାଣ୍ଡିଆ ରୁଟି ବନେଇବା। ଭିଡ଼ିଓକୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ। ଭଲ ଲାଗିଲେ ଲାଇକ୍ କରିଦେବେ, କୋଉଠୁ ଦେଖୁଛନ୍ତି କମେଣ୍ଟ କରିବେ। ଆପଣମାନଙ୍କର କମେଣ୍ଟ ଆଉ ଲାଇକ୍ ମୋତେ ନୂଆ ନୂଆ ଭିଡ଼ିଓ ଆଣିବା ପାଇଁ ଆଗ୍ରହ ଆଣିବ। ତ ଚାଲନ୍ତୁ ବନେଇବା ମାଣ୍ଡିଆ ପରଠା। ମାଣ୍ଡିଆ ଦେଖନ୍ତୁ ଗୋଟେ ଗିନା ନେଇଛି। ଗୋଟେ ଗିନା ଆମେ ମାଣ୍ଡିଆ ଚୁନା, ଆଉ ମାଣ୍ଡିଆ ଚୁନାଟା ଟିକେ ଭଲ କି ଫାଇନ୍ ପୁରା ପାଉଡ଼ର ହେଇଥିବ। ଖଦଡ଼ା ଥିଲେ ଏଇଟା ଟିକେ ଭଲ ହୁଏନି। ଯଦି ଖଦଡ଼ା ଥିବ ଆପଣମାନେ କିଛି ଚଲେଇକି ସେଟାକୁ ଛାଣିକି ନେଇପାରିବେ। ତାପରେ ଯେତିକି ମାଣ୍ଡିଆ ନେଇଥିବା ତାର ଡବଲ ପାଣି ନେବା। ଗୋଟେ ଗିନା ମାଣ୍ଡିଆକୁ ମୁଁ 2 ଗିନା ପାଣି ଦେଇଛି। କ'ଣ ପାଇଁ ନା ଶୁଖିଲା ହେଲେ ଚଳିବନି। ତାପରେ ଆମେ ସେଥିରେ ପକେଇଦେବା ସ୍ୱାଦ ଅନୁସାର ଲୁଣ। ତାପରେ ସେଥିରେ ପକେଇଦେବା ଆମେ ଘିଅ ହଉ କି ରିଫାଇଣ୍ଡ ଅଏଲ୍ ହଉ, ଯୋଉଟା ମଧ୍ୟ 1 ସ୍ପୁନ୍ ପକେଇଦେବା। ତ ଲୁଣ ଆଉ ତେଲ ପକେଇକି ଫୁଟେଇ ସାରିଲା ପରେ ପାଣିକୁ ଫୁଟେଇଦେବା ଏବେ। ଦେଖନ୍ତୁ ଏଇ ପ୍ରୋସେସରେ ବନାନ୍ତୁ, ଜମା ଫାଟିବନି। ମାଣ୍ଡିଆ ରୁଟି, ପରଠା, ମାଣ୍ଡିଆ ଚୁନାରେ ଯାହା ବନେଇବେ ଫାଟିବନି। ତାପରେ ସେଇ ଚୁନାକୁ ପକେଇଦେବା, ଡାଇରେକ୍ଟ ପକେଇଦେବା। ତାପରେ ଆମେ ସେଟାକୁ ମିଶେଇବା। ମାଣ୍ଡିଆ ଚୁନାକୁ ଆମେ ମିଶେଇଦେବା ପାଣି ସହିତ। ଆଉ ପରଫେକ୍ଟ ପାଣି ହେବ। ଦେଖନ୍ତୁ ଏତିକି ମେଜରମେଣ୍ଟରେ ନେବେ, ପାଣି ପୁରା ପରଫେକ୍ଟ ହେବ। ଆଉ ଏବେ ଫ୍ଲେମ୍‌କୁ ଆମେ ବନ୍ଦ କରିଦେବା। ଆଉ ଏଇ ଚୁନାକୁ ଆମେ ଏବେ ଘୋଡ଼େଇକି ଛାଡ଼ିଦେବା, ଯାହାଫଳରେ ସିଝିଯିବ। କ'ଣ ପାଇଁ ନା ଏଇଟା ଏବେ ଆମେ ଗରମ ଅଛି, ଏଇଟା ଆମେ ଚକଟିବାନି, ଏଇଟା ଘୋଡ଼େଇକି ରଖିଦେବା। ତାପରେ ଚାଲନ୍ତୁ ଷ୍ଟଫିଂ ବନେଇବା। ଆଉ ଷ୍ଟଫିଂ ବନେଇବା ପାଇଁ ମୁଁ ନେଇଛି କଞ୍ଚା ଲଙ୍କା, ତାପରେ ନେଇଛି ଦେଖନ୍ତୁ ରସୁଣ, ତାପରେ ଅଦା ଆଉ ପିଆଜ। ଯେତିକି ଆପଣମାନେ ବନେଇବେ ସେଇ କ୍ୱାଣ୍ଟିଟିରେ ନେଇପାରିବେ। ସବୁ ଚୁନା ଚୁନା କାଟିଥିଲେ, ଏଇଟାକୁ ଏବେ ଟିକେ ଛେଚିଦେବା, ମାନେ କୁଟିଦେବା। ଆଉ ଏଇଟା କୁଟିଦେଲେ ଟିକେ ଛୋଟ ଛୋଟ ହେଇଯିବ, ଛେଚିଦେଲେ ଏଇଟା ଗ୍ରାଇଣ୍ଡ କରିକି ନେବେନି, ପେଷ୍ଟଟା ଭଲ ଲାଗିବନି। ଏମିତି ଆମେ କୁଟିକି ନେବା, ସତୁ ପରଠାରେ ବଢ଼ିଆ ଲାଗିଥାଏ। ଯଦି ଆପଣମାନେ ଆଳୁ ପରଠା ବି ବନଉଛନ୍ତି, ଏମିତି କୁଟିକି ଆଳୁ ସହିତ ଦେଇପାରିବେ, ବଢ଼ିଆ ଲାଗିବ। ତ ଦେଖନ୍ତୁ ଟିକେ କୁଟି ଦେଇଛି, ଅଳ୍ପ ଅଳ୍ପ ପୁରା ଏମିତି ଖଦଡ଼ା ଖଦଡ଼ା ଅଛି। ଏମିତି ଆମେ କୁଟିକି ନେଇଯିବା। ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ। ତାପରେ ଏଥିରେ ମୁଁ ନେଇଯାଇଛି ଚଣା ସତୁ। ଦେଖନ୍ତୁ ସତୁ ପାଉଡ଼ରରେ ଆଜି ଷ୍ଟଫିଂ ଦେବା। ଆଉ ଏଇ ସତୁଟା ଖରାଦିନେ ପଣା କରି ପିଅନ୍ତି, ବଢ଼ିଆ ଲାଗେ। ଆପଣମାନେ ତ ମକର ସଂକ୍ରାନ୍ତିରେ ବି ଆମେ ପଣାରେ ପକାଇଥାନ୍ତି। ଦେଖନ୍ତୁ ସତୁ ପାଉଡ଼ର, ଯେଉଁଟାକି ଚଣାର ସତୁ ଏଇଟା। ତାପରେ ଆମେ ଏଇ ସତୁରେ ପକେଇଦେବା ସେଇ କୁଟିଥିବା ଅଦା, ରସୁଣ, କଞ୍ଚା ଲଙ୍କା ଆଉ ପିଆଜର କୁଟାଟା ପକେଇଦେବା। ଆଉ ଯଦି ଆପଣମାନେ ଆଳୁ ପରଠା ବି କରିବେ ନା, ଆଳୁକୁ ମଧ୍ୟ ଏମିତି ଷ୍ଟଫିଂ ଦେଇକି ବନେଇ ପାରିବେ। ଯଦି ପାଖରେ ସତୁ ନାହିଁ, ଆପଣମାନେ ଆଳୁ ପରଠା ବନେଇ ପାରିବେ। ସେଥିରେ ଟିକେ ଧନିଆ ପତ୍ର ପକେଇଦେବା। ତାପରେ ଆମେ ସେଥିରେ ଟିକେ ସ୍ୱାଦ ଅନୁସାର ଲୁଣ ଦେଇଦେବା। ଏସବୁ ଜିନିଷ ଦେଇକି ଆମେ ଭଲକି ସତୁଟାକୁ ମିଶେଇବା। ଆଉ ଥରେ ଟିକେ ଆମେ ଏଇଠି ଲେମ୍ବୁ ଦେଇଦେବା। ଲେମ୍ବୁ ରସ ଟିକେ ଖଟା ପାଇଁ ବଢ଼ିଆ ଲାଗିବ। ନହେଲେ ଆମଚୁର ପାଉଡ଼ର ମଧ୍ୟ ଦେଇପାରିବେ, କିନ୍ତୁ ଲେମ୍ବୁ ତ ସମସ୍ତଙ୍କ ଘରେ ଥାଏ, ଲେମ୍ବୁ ରସ ଦେଇପାରିବେ। ନହେଲେ ଲୁଣିଆ ଆଚାର, ଯେଉଁଟାକି ଲୁଣିଆ ଆଚାର ଥାଏ, ଖଟା ଆଚାର, ସେଇ ଆଚାରର ଝୋଳ ମଧ୍ୟ ଟିକେ ନେଇପାରିବେ। ତାପରେ ଆମେ ଭଲକି ମିଶେଇଦେବା ସତୁକୁ, ଟିକେ ଏମିତି ଘଷିକି ମିଶେଇଦେବା। ସେଇଟା ଟିକେ ମଏଶ୍ଚର ହେଇଯିବ ଆଉ ଭଲ ଲାଗିବ ଷ୍ଟଫିଂଟା। ସବୁଯାକ ମିଶେଇଦେବା ଭଲକି ହାତରେ। ତ ସାଙ୍ଗମାନେ କୋଉଠୁ ଦେଖୁଛନ୍ତି କମେଣ୍ଟ କରିବେ। ଆପଣମାନଙ୍କର କମେଣ୍ଟ ମୋତେ ନୂଆ ନୂଆ ରେସିପି ଆଣିବା ପାଇଁ ଆଗ୍ରହ ଆଣିବ। ତ ଯେତେ ଭଲକି ମିଶେଇବା ସତୁଟା ଭଲ, କ'ଣ ପାଇଁ ନା କୋଉଠି ଲୁଣ ରହିଯିବ, କୋଉଠି କ'ଣ ରହିଯିବ। ସେଥିପାଇଁ ଆମକୁ ସତୁ ପାଉଡ଼ରଟାକୁ ଭଲକି ମିଶେଇବାର ଅଛି। ଏବେ ଆମର ରେଡ଼ି ହେଇଗଲା ଷ୍ଟଫିଂ। ଦେଖନ୍ତୁ ଚାଲନ୍ତୁ ମୁଁ ଆପଣମାନଙ୍କୁ ବେଲିକି ଦେଖେଇବି କେମିତି ଜମା ଫାଟିବନି। ତ ଏବେ ଆମର ଷ୍ଟଫିଂ ରେଡ଼ି ହେଇଗଲା। ତାପରେ ଆମେ ଏବେ ଦେଖନ୍ତୁ ସେଇଟାକୁ ଆମେ ଚକଟିବା, ଯେଉଁଟା ଆମେ ଘୋଡ଼େଇକି ରଖିଥିଲେ। ଏବେ ଅଳ୍ପ ଗରମ ଅଛି, ଆମେ ଘୋଡ଼େଇ ଦେଇଥିଲେ ସିଏ ସିଝି ଯାଇଛି। ଦେଖନ୍ତୁ ପୁରା ଜନ୍ତୁଣୀ ଟାଇପ୍ର ହେଇଯାଇଛି ଆମର ମାଣ୍ଡିଆ ଚୁନା। ଏମିତି ଗରମ ପାଣିରେ ଆପଣମାନେ ଲୁଣ ତେଲ ଦେଇକି, ପାଣିର ମେଜରମେଣ୍ଟ ନେଇକି ମୁଁ ଯେତିକି କହିଛି ସେଇ ହିସାବରେ ଯଦି ମାଣ୍ଡିଆ ଚୁନାକୁ ପକେଇବେ, ସେଟା ପୁରା ଜନ୍ତୁଣୀ ଟାଇପ୍ର ହେଇଯିବ ଆଉ ଜମା ଫାଟିବନି। ଆଉ ଯଦି ଟିକେ ଖଦଡ଼ା ନେଇଛନ୍ତି, ତାହେଲେ ଆପଣମାନେ କ'ଣ କରିବେ, ଅଳ୍ପ ଟିକେ ଅଟା ସେଥିରେ ମିଶେଇ ପାରିବେ, 2-3 ସ୍ପୁନ୍ ଅଟା ମଧ୍ୟ ମିଶେଇ ପାରିବେ। ତ ଏବେ ଟିକେ ଗରମ ଆହୁରି ଅଛି, ଏଟା ମୁଁ ହାଲକା ଆଉ ଟିକେ ଥଣ୍ଡା କରିଦେବି। ଏଥିରେ ଟିକେ ଅଏଲ୍ କି ଘିଅ ଦେଇକି ଚକଟିବେ, ହାତରେ ଜମା ଆଉ ଲାଗିବନି।
ଗୋଟେ ସ୍ପୁନ୍ ଅଏଲ୍ ଦେଇକି ଆମେ ଚକଟିବା। ତ ଦେଖନ୍ତୁ ପୁରା ବଢ଼ିଆ ସଫ୍ଟ ଡୋ ବନିଛି। ଏଥିରେ ଆମେ ଟିକେ ଟିକେ ଅଏଲ୍ ଲଗେଇଦେବା। ଘିଅ ହଉ ଅଏଲ୍ ହଉ ଆପଣମାନଙ୍କୁ ଯେଉଁଟା ପସନ୍ଦ ସେଟା ଲଗେଇଦେବେ। ଆଉ ଜମା ହାତରେ ଲାଗିବନି, ଆଉ ବେଲିବା ପାଇଁ ବଢ଼ିଆ ପରଫେକ୍ଟ ହେବ। ପୁରା ସଫ୍ଟ କରିବେ, ଶୁଖିଲା କରିବେ ତ ଫାଟିଯିବ। ଶୁଖିଲା କରିବେନି, ଏଟାକୁ ପୁରା ସଫ୍ଟ ଡୋ ବନେଇକି ଘୋଡ଼େଇକି ରଖିବେ। ଜମା ଶୁଖିଲା କରିବେନି। ତ ଚାଲନ୍ତୁ ଏବେ ଆମେ ଷ୍ଟଫିଂ ଦେବା। ତ ଅଳ୍ପ ଟିକେ ହାତରେ ଦେଖନ୍ତୁ ଅଏଲ୍ ଲଗେଇ ଦେଇଛି। ତାପରେ ଟିକେ ଆମେ ଏଥିରୁ ନେଇଯିବା। ଯେମିତି ଆମେ ରୁଟି ପରଠା ବନାନ୍ତି ସେମିତି ଦେଖନ୍ତୁ ଟିକେ ନେଇକି ଏଇଟାକୁ କଟୋରୀ ଟାଇପ୍ର ମାନେ ଗିନା ଟାଇପ୍ର କରିଦେବା। ଯେମିତି କାକରା ପିଠାର ପୁର ଦିଅନ୍ତି ଆମେ ସେମିତି କରିବା। ଜମା ଫାଟିବନି, ଦେଖିବେ ବଢ଼ିଆ ପରଫେକ୍ଟ ବନିଥାଏ। ଆଉ ଏମିତି ବନାନ୍ତୁ ଦେଖିବେ ମାଣ୍ଡିଆର ପରଠା ବଢ଼ିଆ ବନିବ। ଷ୍ଟଫିଂ ଦେଇକି ଆଳୁ ପରଠା ବନେଇ ପାରିବେ। ଯେକୌଣସି ଜିନିଷ ଆପଣମାନେ ପନିର ଯାହା ବି ଆପଣମାନେ ଚାହିଁବେ ଏଥିରେ ଷ୍ଟଫିଂ ଦେଇପାରିବେ। ଏଇଠି ମୁଁ ଛତୁ ପାଉଡ଼ରର ଷ୍ଟଫିଂ ଦେଇଦେଉଛି। ଦେଖନ୍ତୁ ଯେତିକି ରହିବ ସେତିକି ଦେବେ, ଆଉ ଜମା ଏଥିରେ ଏଇ ଭିତରେ ରହିବାକୁ ଦେବାନି। ଏଟାକୁ ଭଲ କି ଏମିତି ପ୍ରେସ୍ କରିକି ଏଟାକୁ ବନ୍ଦ କରିବ। ଯଦି ଅଏଲ୍ ରହିଯିବ ସେଟା ଫାଟିଯିବ। ସରି, ଯଦି ହାୱା ମାନେ ଏଇର୍ ରହିଯିବ ତାହେଲେ ଫାଟିଯିବ। ତ ଆମକୁ ଏଥିରେ ଭିତରେ ଜମା ପବନ ରହିବାକୁ ଦେବାନି। ଏଟାକୁ ଚାରିପଟେ ଏମିତି ପେକ୍ କରିକି ଗୋଲ କରିବା। ତ ଏମିତି କରି କରି ସବୁଗୁଡ଼ିକ ମୁଁ ଗୋଲ କରି କରି ରଖିଦେଉଛି। ଦେଖନ୍ତୁ କେତେ ସୁନ୍ଦର ହେଇଛି। ଆମର ଷ୍ଟଫିଂ ଦିଆ ହେଇଗଲା। ତ ଗୋଟେ ଆପଣମାନଙ୍କୁ ଷ୍ଟଫିଂ ଦେଇକି ଦେଖେଇଲି କେତେ ସୁନ୍ଦର ହେଇଛି, ଜମା ଫାଟିନି। ବଢ଼ିଆ ପରଫେକ୍ଟ ଷ୍ଟଫିଂ ବନିଛି। ଏବେ ଆମେ ଏଟାକୁ ରଖିଦେବା। ସବୁଗୁଡ଼ିକ ଏମିତି ବନେଇକି ରଖିଦେବା। ତାପରେ ଟିକେ ଅଟା ଦେଇକି ଆମେ ବେଲିବା। ଜମା ଅଟା ଆମେ ଏଥିରେ ଦେଇନାହାନ୍ତି। ଆମେ ଏଥିରେ ଅଟା ଦେଇକି ହିଁ ବେଲିବାକୁ ପଡ଼ିବ, ନହେଲେ ଅଟା ଯଦି ଦେବାନି ସେଟା ଫାଟିଯିବ। ତାପରେ ଆମେ ହାଲକା ପ୍ରେସ୍ କରିବା, ବେଶୀ ପ୍ରେସ୍ କରିବେନି। ଜୋରରେ ହାଲକା ହାଲକା ପ୍ରେସ୍ କରିକି ବେଲିବା। ଏପଟ ସେପଟ କରିକି ଅଳ୍ପ ଅଳ୍ପ ପ୍ରେସ୍ କରିକି ଅଟା ଦେଇକି ବେଲିବା। ଯଦି ବେଶୀ ପ୍ରେସ୍ କରିଦେବେ ଗୋଟେ ଥରରେ ସେ ଫାଟିକି ବାହାରି ପଡ଼ିବ। ତ ହାଲକା ହାଲକା କରିକି ବେଲିବା। ତ ଦେଖନ୍ତୁ ସାଇଡ଼ରେ ଜମା ବାହାରିନି, ଆମର ଛତୁର ସେଇ ଷ୍ଟଫିଂଟା ବାହାରିନି। ଆଉ ବଢ଼ିଆ ପରଫେକ୍ଟ ପରଠା ବନିଗଲାଣି। ଦେଖନ୍ତୁ କେତେ ସୁନ୍ଦର ବନିଛି। ଆଉ ସାଙ୍ଗମାନେ ଯଦି ଆପଣମାନେ ଚାହୁଁଛନ୍ତି ମାଣ୍ଡିଆ ଚୂନାରେ ଟିକେ ଅଟା ମିଶାଇ ପାରିବେ। ଯଦି ମାଣ୍ଡିଆ ଚୂନାଟା ବେଶୀ ପରଫେକ୍ଟ ବନିଲାନି ଆପଣମାନେ ସେଥିରେ ଟିକେ 1-2 ସ୍ପୁନ୍ ଅଟା ମିଶାଇକି ମଧ୍ୟ କରିପାରିବେ। ତ ଦେଖନ୍ତୁ ପରଫେକ୍ଟ ବନିଛି ଆମର ମାଣ୍ଡିଆର ପରଠା। ଷ୍ଟଫିଂ ଦେଇଦେଇଛି। ତ ଏଇଟାକୁ ଏବେ ଆମେ ପକାଇଦେବା। ତାୱା ଗରମ ହେଇଗଲାଣି। ତାୱାରେ ଏଇଟା ପକାଇବା। ତାପରେ ଟିକେ ଆମକୁ ଏଇଟାକୁ ଭାଜିବାକୁ ହେବ। ତାପରେ ଓଲଟେଇବା, ଯେମିତି ଆମେ ପରଠା କରନ୍ତି, ଆଳୁ ପରଠା କରନ୍ତି। ତାପରେ ଗୋଟେ ସାଇଡ଼୍ ହେଲା ପରେ ଫ୍ଲେମ୍କୁ ହାଇ ରଖିବେ, ଲୋ ରଖିବେନି। ସେଥିରେ ଟିକେ ଅଏଲ୍ ଦେଇଦେବା। ତାପରେ ଆମେ ସେଥିରେ ପୁଣି ଏଟାକୁ ପଲଟେଇବା। ଏମିତି କରିକି ଏପଟ ସେପଟ କରିକି ଭାଜିବା। ବଢ଼ିଆ ଫୁଲିବ ମଧ୍ୟ ଆଉ ପରଫେକ୍ଟ ବନିବ। ଏବେ ଏପଟଟା ହେଇଗଲା ପରେ ଏପଟଟା ଓଲଟେଇ ଦେଲେ, ତାପରେ ସେମିତି ଓଲଟେଇ ଦେବା। ଏମିତି କରିକି ସବୁଗୁଡ଼ିକ ଅଏଲ୍ ଲଗେଇକି ଟିକେ ପ୍ରେସ୍ କରିକି ଭଲକି ଭାଜିବା। ପରଠାଟା ପୁରା ବଢ଼ିଆ କ୍ରିସ୍ପି ହେଇକି ଭିତରେ ପରଠା ମାନେ ତାର ଷ୍ଟଫିଂ ରହିବ। ଆଉ ବଢ଼ିଆ ଟେଷ୍ଟି ଲାଗିବ। ଥରେ ବନେଇକି ଦେଖନ୍ତୁ, ପିଲାମାନଙ୍କୁ ବି ବନେଇକି ଦିଅନ୍ତୁ। ବ୍ରେକଫାଷ୍ଟ ହଉ, ମାନେ ଲଞ୍ଚରେ ହଉ କି ମାନେ ସନ୍ଧ୍ୟା ସମୟରେ ମଧ୍ୟ ଖାଇପାରିବେ। ତ ଦେଖନ୍ତୁ ଏପଟ ସେପଟ କରିକି ଆମେ ଏମିତି ଫୁଲିବ, ଦେଖିବା ବଢ଼ିଆ ଫୁଲୁଛି। ତାପରେ ଓଲଟେଇ ଦେବା। ଦେଖନ୍ତୁ ଏମିତି କରିକି ଆମେ ସେକିଦେବା, ଯେମିତି ପରଠା ସେକନ୍ତି ସେମିତି ସେକିଦେବା। ତ ଆମର ବନିଗଲା ଆଜି ମାଣ୍ଡିଆ ପରଠା। ତ କେମିତି ଲାଗିଲା ଦେଖନ୍ତୁ। ମାଣ୍ଡିଆ ପରଠା ପୁରା ପରଫେକ୍ଟ ବନିଛି। ଏବେ ଚାଲନ୍ତୁ ଦେଖିବା କେମିତି ଲାଗିଲା। ଆପଣମାନେ ଆକୁ ଆଚାର ସହିତ ଖାଇପାରିବେ, ଦହି ସହିତ ଖାଇପାରିବେ, ଚାହାରେ ଖାଇପାରିବେ, ବିନା ତରକାରୀରେ ମଧ୍ୟ ଏଟା ଖାଲି ଖାଇପାରିବେ। କ'ଣ ପାଇଁ ନା ଷ୍ଟଫିଂରେ ଆମେ ସବୁ ଜିନିଷ ମସଲା ପକାଇଛନ୍ତି, ବଢ଼ିଆ ଲାଗିବ। ତ ଦେଖନ୍ତୁ ଏବେ ଆମର ସକାଳ ଜଳଖିଆରେ ଆଜି ବନିଛି ମାଣ୍ଡିଆ ପରଠା। ତ କେମିତି ଲାଗୁଛି ସାଙ୍ଗମାନେ କମେଣ୍ଟ କରିବେ। ତ ଚାଲନ୍ତୁ ଦେଖେଇବି, ମୋ ହଜବେଣ୍ଡକୁ କହିବି ଏଇଟା ଖଣ୍ଡ କରିବେ, କେମିତି ଷ୍ଟଫିଂ ପଡ଼ିଛି ଦେଖିବେ। ତ ଦେଖନ୍ତୁ ଏବେ ଗୋଟେ ଥଣ୍ଡା କରିବା ପାଇଁ ମୁଁ କହିଛି। ତ ଦେଖନ୍ତୁ ଗରମ ଅଛି। ତ ଦେଖନ୍ତୁ ଏଇଟାକୁ ଥଣ୍ଡା କରିଦେଲେ